ଆଜି ଆସ ଗୋଟେ କାହାଣୀ ଶୁଣିବା। କାହାଣୀଟା ଏମିତି କି ଇଲେକ୍ସନର ଟାଇମ୍ ଚାଲିଛି ଆଉ ମନ୍ତ୍ରୀ ଆସିଛନ୍ତି ମେଣ୍ଢାମାନଙ୍କ ପାଖକୁ। ମନ୍ତ୍ରୀ ଆସି ମେଣ୍ଢାମାନଙ୍କୁ କହୁଛନ୍ତି କି ଯଦି ତମମାନେ ମୋତେ ଜିତେଇ ଦେବ ମୁଁ ତମମାନଙ୍କୁ ମାଗଣାରେ କମ୍ବଳ ବାଣ୍ଟିବି। ତ ଏତିକି କହିଦେଇ ମନ୍ତ୍ରୀ ତାଙ୍କର ଚାଲିଗଲେ। ମେଣ୍ଢାମାନଙ୍କ ଭିତରେ ବହୁତ ଖୁସି କି ମନ୍ତ୍ରୀ ଆମ ପାଇଁକା ବହୁତ ଭାବୁଛନ୍ତି, ବହୁତ ଚିନ୍ତା କରୁଛନ୍ତି। ଏମିତି ଖୁସି ହେବା ଭିତରେ ଏମିତି ଚାଲିଲା ଭିତରେ ଗୋଟେ ମେଣ୍ଢା ଛୁଆ ତା ମାଆକୁ ପଚାରୁଛି କି ମା ମନ୍ତ୍ରୀ ତ ଆସିକି କହିଦେଇ ଗଲେ କି ଆମକୁ ଆସି ମାଗଣା କମ୍ବଳ ବାଣ୍ଟିବେ, ହେଲେ ସେ କମ୍ବଳରେ ଯୋଉ ଉଲ୍ ବ୍ୟବହାର ହବ କି ରେଶମ ବ୍ୟବହାର କରାଯିବ ସେସବୁ ମନ୍ତ୍ରୀ ଆଣିବେ କୋଉଠୁ? ମେଣ୍ଢାମାନେ ତ ଏତେ ହେଲେଣି, ଏତେ ମେଣ୍ଢାମାନଙ୍କୁ କମ୍ବଳ ବାଣ୍ଟିବା ପାଇଁକା ହେଲେ ଏତେ ରେଶମ ଏତେ ଉଲ୍ ଆଣିବେ କୋଉଠୁ? ତ କଥା ଏଠି ନା ରେଶମରେ ଥିଲା ନା ମେଣ୍ଢାମାନଙ୍କର ଥିଲା। ବୁଝିବା ଲୋକ ଠିକ୍ ବୁଝିପାରୁଥିବେ। ଜୟ ଜଗନ୍ନାଥ।